ପ୍ରଥମ ଥର ପାଇଁ 92,000 ଛୁଇଁଲା ସୁନା ଦର। ରେକର୍ଡ ପରେ ରେକର୍ଡ କରି ଚାଲିଛି ସୁନା ଦର। ନିକଟରେ 90,000 ପାର କରିଥିବା ବେଳେ ଆଜି ସୁନା ରେଟ୍ 92,000 ଛୁଇଁଛି, ଯାହାକୁ ନେଇ ଚିନ୍ତାରେ ତପି ଯାଇଛନ୍ତି ଗ୍ରାହକ। ତେବେ ଯଦି ଏହିଭଳି ଦିନକୁ ଦିନ ରେଟ୍ ବଢ଼ି ଚାଲିଥିବ ତେବେ ବହୁତ ଶୀଘ୍ର ସୁନା ଦର ଲକ୍ଷେ ପାର କରିବ। ତେବେ ଆପଣମାନେ ଯଦି ସୁନା କିଣିବାକୁ ଚାହୁଁଛନ୍ତି ତାହେଲେ ସୁନା ରେଟ୍ ଜାଣି କିଣନ୍ତୁ, କାରଣ କେଉଁ ସମୟରେ ବି ରେଟ୍ ବଦଳି ଯାଇପାରେ। ଠିକ୍ ଯେମିତି ଗତକାଲି ସୁନା 91,000 ଥିବାବେଳେ ରାତି ପାହିଲା ବେଳକୁ 92,000 ଛୁଇଁ ସାରିଛି। 10 ଗ୍ରାମ ସୁନା ମୂଲ୍ୟ 92,000 ଟଙ୍କାରେ ପହଞ୍ଚିଛି। ଗୁଜରାଟରେ ଅହମ୍ମଦାବାଦରେ 10 ଗ୍ରାମ ସୁନାର ମୂଲ୍ୟ 92,000 ଟଙ୍କା ହୋଇଛି। ବିଶେଷ କରି 24 କ୍ୟାରେଟ ସୁନାର ମୂଲ୍ୟ ଅଧିକ ଦର ବୃଦ୍ଧି ଘଟିଛି। ତେବେ ଭୁବନେଶ୍ୱରରେ ସୁନା ଦର 91,000 ଟଙ୍କା ଭିତରେ ରହିଛି। ଗତ କିଛି ମାସ ହେଲା ସୁନା ଦର ଦ୍ରୁତ ଗତିରେ ବଢ଼ି ଚାଲିଛି। ଚଳିତ ବର୍ଷ ଆରମ୍ଭରେ ସୁନା ଦର 78,000 ଟଙ୍କା ରହିଥିଲା। ସେବେଠାରୁ ଏହାର ମୂଲ୍ୟ ବଢ଼ି ଚାଲିଛି। ବିଶେଷ କରି ଅନ୍ତର୍ଜାତୀୟ କ୍ଷେତ୍ରରେ ଟାରିଫ୍ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଏହାର ପ୍ରଭାବ ସୁନା ଦର ଉପରେ ପଡ଼ିଛି। ଏହିପରି ଲାଟେଷ୍ଟ ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ଏବେ ସବସ୍କ୍ରାଇବ୍ କରିବା ସହ ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ।